तो ଏଥିପାଇଁ ତୋ ପାଇଁ ଧାରାବାହିକରେ ଆପଣମାନେ ଦେଖିବେ ଡକ୍ଟର କହିବେ ଏବେ ତମେମାନେ କ'ଣ କହିବ ଯେ ଇଏ ପାଗଳ ନୁହଁ ଆରେ ଇଏ ମଣିଷର ଜୀବନ ନେବା କଥା କହୁଛି ଆଉ ତମେମାନେ ମୋତେ କହୁଛ ୟାକୁ ଛାଡ଼ିଦେବା ପାଇଁ ଚୁପଚାପ ଏଠୁ ବାହାରକୁ ଯାଅ ୟାର ଟ୍ରିଟମେଣ୍ଟ କରାଯିବ। ଏହାପରେ ମାଧବୀ ଓ ରତନ ବାହାରକୁ ଚାଲି ଆସିବେ। ନର୍ସମାନେ ବିରୋହୀଙ୍କ ହାତ ଗୋଡ଼ ବାନ୍ଧିଦେବେ। ଏପଟେ ମାଧବୀ କହିବେ ରତ୍ନ ମୋତେ ଲାଗୁଛି ଏବେ ଆମ ହାତରୁ କଥା ବାହାରକୁ ଚାଲିଯାଇଛି। ଆମକୁ ଏ ସିଚୁଏସନକୁ ସମ୍ଭାଳିବାକୁ ହେଲେ ମାଙ୍କୁ ଏ କଥା ସବୁ ଜଣାଇବାକୁ ପଡ଼ିବ। ରତନ କହିବେ ହେଲେ ମା ତ ଏବେ ହସ୍ପିଟାଲରେ ଅଛନ୍ତି, ତାଙ୍କୁ ଏ କଥା କହିବା କ'ଣ ଠିକ୍ ହେବ? ମାଧବୀ କହିବେ ରତ୍ନ କିଛି ବି ଗୋଟେ କରିକି ଆମକୁ ଏସବୁକୁ ଅଟକାଇବାକୁ ପଡ଼ିବ, ନହେଲେ ଏମାନେ ମୋ ଝିଟିପିଟିକୁ ମାରିଦେବେ। ଏପଟେ ସୁଗନ୍ଧା କହିବେ ବାବା ତମେ ଦୁର୍ଗା ସହିତ କଥା ହେବା ଉଚିତ, କାହିଁକି ନା ହୁଏତ ତମେ କଥା ହେଲେ ସେ ସବୁ ସତ କଥା କହିଦେଇପାରେ। ମତେ କାହିଁ ଲାଗୁନି ସେ ଝିଅ ଦୁର୍ଗା ବୋଲି, ସେ ନିହାତି ଆମ ଚିକି। ଆଉ ସେ ଏତେ ବଡ଼ ମିଛ କଥା କାହିଁକି କହୁଛି ସେ କଥା ବି ମୁଁ ବୁଝିପାରୁନି। ତମେ ଥରେ ତାଙ୍କ ସହିତ କଥା ହୁଅ ନା। ଧନଞ୍ଜୟ କହିବେ ମୁଁ କୋଉ ମୁହଁ ନେଇ ତାଙ୍କ ପାଖକୁ କଥା ହେବାକୁ ଯିବି ବୋହୁମା? ଆରେ ଚିକି ବୋହୁମା ସହିତ ଏ ପରିବାର ଯାହା କରିଛି ତାପରେ କ'ଣ ମୁଁ ତାଙ୍କୁ ଯାଇ କଥା ହେବାଟା ଠିକ୍ ହେବ? ଆଉ ଯଦି ବା ସେ ଚିକି ବୋହୁମା ନ ହେଇଥିବେ ତାହେଲେ ମୁଁ ତାଙ୍କୁ କ'ଣ କହିବି? ଆଉ ଯଶୋଦା ରାୟଚାନ୍ଦ ତାଙ୍କ ମା ଯିଏକି ତାକୁ ନିଜ ଝିଅ ବୋଲି ଦାବି କରୁଛନ୍ତି ସେସବୁ କ'ଣ? ସୁଗନ୍ଧା କହିବେ ବାବା ଯଦି ସେ ଝିଅ ଚିକି ନ ହେଇଥାଏ ତାପରେ ବି ସେ ମୋ ରାମ ପାଇଁ ଦରକାର, କାହିଁକି ନା ମୋ ରାମ ଭାରି କଷ୍ଟରେ ଅଛି ଆଉ ମୁଁ ତାକୁ ଏମିତି ଦେଖିପାରୁନି। ତା ଚେହେରାରେ ସେ ଝିଅକୁ ଦେଖିଲେ ଟିକେ ଶାନ୍ତି ମିଳୁଛି, ତାକୁ ଦେଖିଲେ ତା ନିଶ୍ୱାସ ଚାଲୁଛି। ମୁଁ କେମିତି ତା ଖୁସି ତା ପାଖରୁ ଛଡ଼େଇ ନେଇପାରିବି? ମୋ ପୁଅର ଭଲ ପାଇବା ପୁଣି ଥରେ ତା ପାଖକୁ ଫେରି ଆସିଛି। ତମେ ମାଙ୍କୁ ବୁଝାଅ ନା, ସେ ଜିଆ ପାଇଁ ମୋ ପୁଅର ଖୁସିକୁ ତାଠାରୁ ଛଡ଼େଇ ନିଅନ୍ତୁନି। ଧନଞ୍ଜୟ କହିବେ ହେଲେ ମୁଁ କାମିନୀଙ୍କ ଅବସ୍ଥା ଦେଖି ଅଟକି ଯାଉଛି ବୋହୁମା, ମୁଁ ଅସହାୟ, ମୁଁ ବନ୍ଧନରେ ବାନ୍ଧି ହେଇଯାଇଛି। ହେଲେ ତମେ କୌଣସି ବନ୍ଧନରେ ବାନ୍ଧି ହେଇପାରିବନି, କାହିଁକି ନା ତମେ ଜଣେ ମା ଆଉ ତ ମା ତା ପୁଅ ପାଇଁ କିଛି ବି କରିଦେଇପାରେ। ଏହି ସମୟରେ ନିଧି ଆସି କହିବେ ଆରେ ତମେ ଦି ଜଣ ଏମିତି ଚିନ୍ତା କ'ଣ ପାଇଁ କରୁଛ? ଦେଖ ଏଥର ଭାଇ ନିଜ ଭଲ ପାଇବାକୁ କୁଆଡ଼େ ବି ଯିବାକୁ ଦବାନି, ସେ ନିଶ୍ଚୟ ତାକୁ ଅଟକାଇବ। ଆଉ ସେ ଚିକି ଭାଉଜଙ୍କୁ ତାଠାରୁ ନିଜେ ଦୂରେଇ ଯିବାକୁ କେବେ ବି ଦେବାନି। ଏଥର ଭାଇ ଭଲ ପାଇବା ହିଁ ଜିତିବ, ସିଆ କି ଜେଜେମାଙ୍କ ଜେଦ୍ ଏବେ ତାର କିଛି ବି କରିପାରିବନି। ଏପଟେ କାମିନୀ ଆସି ହସ୍ପିଟାଲରେ ପହଞ୍ଚିବେ ଆଉ କହିବେ ରତନ ମାଧବୀ ମୁଁ ସିଆ କୋଉଠି ଅଛି? ରତନ କହିବେ ମା ତମେ ଆସିଗଲ, ଭଲ ହେଲା। ଆମ ସିଆର ଅବସ୍ଥା ଭୀଷଣ ଖରାପ, ଆଉ ଏବେ ସେ କୋଉ ଅବସ୍ଥାରେ ଅଛି ତମେ ଦେଖିଲେ ଭାରି କଷ୍ଟ ପାଇବ। ରାଜେନ୍ଦ୍ର କହିବେ ଆରେ ସିଆ କୋଉଠି ଅଛି ଆଗ କହ। ରତନ କହିବେ ଦେଖ ମା ସିଆର ସେପଟେ ଚମତ୍କାର ଭାବରେ ଟ୍ରିଟମେଣ୍ଟ ଚାଲିଛି। ଏହି ସମୟରେ ରାମ ଓ ଦୁର୍ଗା ଆସି ପହଞ୍ଚିବେ। ମାଧବୀ କହିବେ ଦେଖ ପୁଣି ଏ ଅଲକ୍ଷଣୀ ଆସି ଏଠି ପହଞ୍ଚିଗଲା। କାମିନୀ କହିବେ ରାମ ସେଇଠି ଛିଡ଼ା ହ, ସେ ଝିଅକୁ ଏଠୁ ବାହାର କର, ସେ ଏଠିକି କାହିଁକି ଆସିଛି? ଆଉ ତୁ ବି ଯଦି ମୋ ରାମର ସିଆର ରାମ ହେଇକି ଆସିଛୁ ତାହେଲେ ଏଠି ରହିପାରୁ, ନହେଲେ ତୁ ବି ଏଠୁ ଚାଲିଯା, ତୋର କିଛି ଦରକାର ନାହିଁ। ମାଧବୀ କହିବେ ତମେ କ'ଣ ଶୁଣିପାରିଲନି ଦୁର୍ଗା ମ୍ୟାଡାମ, ଆରେ ଯାଅ ଏଠୁ। ଚିକି କହିବେ ଏକ୍ସକ୍ୟୁଜ ମି, ଏଇଟା ତମ ହସ୍ପିଟାଲ ନୁହଁ, ଆଉ ଏଠିକି ମୁଁ ମୋ ନିଜ ଇଚ୍ଛାରେ ଆସିନି, ମିଷ୍ଟର ଅଗସ୍ତି ମୋତେ ଏଠିକି ନେଇକି ଆସିଛନ୍ତି। ଆଉ ପ୍ଲିଜ ମୋତେ ତମେ ଥ୍ୟାଙ୍କସ୍ କହିବା କଥା, କାହିଁକି ନା ଏସବୁ ଟ୍ରିଟମେଣ୍ଟର ଖର୍ଚ୍ଚ ମୁଁ ଉଠାଉଛି। କାମିନୀ କହିବେ ହଁ ଠିକ୍ କହିଲୁ, ତୁ ହିଁ ଏସବୁ କରିଛୁ, ଆଉ ତୋରି ପାଇଁ ମୋ ସିଆ ଅଛି ଏଇଠି ଅଛି। କିନ୍ତୁ ଏବେ ମୋ ସିଆ ସହିତ ମୁଁ କିଛି ବି ଖରାପ ହେବାକୁ ଦେବେନି। ରାମ କହିବେ ଜେଜେମା ପ୍ଲିଜ, ଦୁର୍ଗା ସିଆର ଟ୍ରିଟମେଣ୍ଟ ପାଇଁ ସବୁ ପଇସା ଖର୍ଚ୍ଚ କରୁଛନ୍ତି, ଆଉ ତମେ? କାମିନୀ କହିବେ ଇଏ ଟ୍ରିଟମେଣ୍ଟ କରୁଛି, ଆରେ ଏହା ପଇସା ବି ମୋ ସିଆର କ୍ଷତି କରିବ। ରାମ ତାକୁ ଭଲରେ ଭଲରେ ଏଠୁ ନେଇଯା, ବାହାର କର ଏଠୁ। ରାମ କହିବେ ଜେଜେମା ସେ କୁଆଡ଼େ ବି ଯିବେନି। ଏହି ସମୟରେ ଡକ୍ଟର ସେଠି ପହଞ୍ଚିବେ ଆଉ କହିବେ ପେସେଣ୍ଟର ଅବସ୍ଥା ଏବେ ବହୁତ ଖରାପ, ଏବେ ଆମକୁ ତାଙ୍କୁ ଅଣ୍ଡର କଣ୍ଟ୍ରୋଲକୁ ଆଣିବାକୁ ପଡ଼ିଲେ ତାଙ୍କୁ ଇଞ୍ଜେକ୍ସନ ଦେଇ ରଖିବାକୁ ପଡ଼ିବ। ଚିକି କହିବେ ତାହେଲେ ଆପଣ ୱେଟ୍ କାହାକୁ କରିଛନ୍ତି, ଯାହା କରିବା କଥା ଶୀଘ୍ର କରନ୍ତୁ, ଆଉ ଶୀଘ୍ର ଏ ପାଗଳକୁ ସୁସ୍ଥ କରନ୍ତୁ, କାହିଁକି ନା ତାକୁ ଏମିତି ଟ୍ରିଟମେଣ୍ଟ କରନ୍ତୁ ଯେମିତି କାହାକୁ ଆଉ ଜୀବନରେ ମାରିବା କି କାହାର କ୍ଷତି କରିବା କଥା ଜୀବନରେ କେବେ ବି ଚିନ୍ତା କରିବାନି। ଡକ୍ଟର ଆପଣ କିଛି ବି କରନ୍ତୁ, କିନ୍ତୁ ଏ ଝିଅର ଭଲରେ ଟ୍ରିଟମେଣ୍ଟ କରନ୍ତୁ। କାମିନୀ କହିବେ ତୁ ଚୁପ୍ କର,
ତୁ କହିବୁ ମୋ ସିଆର କେମିତି ଟ୍ରିଟମେଣ୍ଟ ହେବ। ଦେଖନ୍ତୁ ଡକ୍ଟର, ମୋ ସିଆ ପାଗରେ ନୁହଁ, ତାକୁ ଛାଡ଼ି ଦିଅନ୍ତୁ। ଏପଟେ ଚିକି ଘରକୁ ଫେରି ଆସିବେ ଆଉ ସେ ସେଠି ରୁହି ଓ ଅନ୍ୟମାନଙ୍କୁ ଦେଖିବେ। ଚିକି କହିବେ ତୁ ଏଠି କେମିତି? ରୁହି କହିବେ ତୋର ସବୁ ପ୍ଲାନ୍ ଫେଲ୍ ହେଇଗଲା, ମୁଁ ଫେରି ଆସିଛି। ଆଉ ହଁ, ତୋ ପାଇଁ ଗୋଟେ ସରପ୍ରାଇଜ୍ ବି ଅଛି। ଏଇଟା ହେଉଛି ତୋ ପାଉଣା। ଏବେଠୁ ଏ ଘର, ପରିବାର, ରାମ ଆଉ ସବୁକିଛି କେବଳ ଆଉ କେବଳ ମୋର। ଏହାପରେ ସେ ଟଙ୍କା ଫିଙ୍କିଦେବେ। ଚିକି କହିବେ ସ୍ୱପ୍ନରେ ନା, ଏ ଘର କେବେ ତୋର ଥିଲା ନା କେବେ ହୋଇପାରିବ। ଏବେ ତ କେବଳ ମୁଁ ତୋର ଗର୍ବ ଅହଙ୍କାର ଭାଙ୍ଗିଛି, ଆଗକୁ ମୁଁ ତୋତେ ଭାଙ୍ଗିରୁଛି ଚୁରମାର କରିଦେବି। କାମିନୀ କହିବେ ମୋ ସିଆକୁ ଆଖି ଉଠେଇବା ଚାହିଁବୁ ତ ତୋ ଆଖି ଦିଟା ତାଡ଼ିଦେବି। ଆଉ ଯିଏ ମୋ ସିଆର କ୍ଷତି କରିବାକୁ ଚାହିଁବ ତାକୁ ମୁଁ ଜମା ବି ଛାଡ଼ିବେନି। ଏହାପରେ ସେ ଚିକିଙ୍କ ଆଡ଼କୁ ଏକ ଫୁଲଦାନୀ ଫିଙ୍ଗିଦେବେ। ରାମ ଆସି ତାଙ୍କ ସାମ୍ନାରେ ଛିଡ଼ା ହେଇଯିବେ ଆଉ କହିବେ ତମେ ସିଆଙ୍କ ସାଥିରେ ରହିପାର ଜେଜେମା, ହେଲେ ସବୁବେଳେ ମୁଁ ଠିକ୍ର ସାଥିରେ ହିଁ ରହିବି।